हेलो फ्रेंड्स, वेलकम टू ओडिया डिपार्टमेंट। ଯେଉଁମାନେ ୟୁଜିସି ନେଟ୍ ଜେଆରଏଫ୍ ଓପିଏସସି ଏସଏସବି ସିପିଟି ଆଇଏଏସ୍ ଓଏଏସ୍ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ତ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଆଜିର ଭିଡ଼ିଓ। ବିଷୟ ହେଉଛି ଓଡ଼ିଆ ଭାଷା ଓ ବ୍ୟାକରଣ। ପାଠ 1 ଭାରତର ଭାଷା ପରିବାର ଓ ଓଡ଼ିଆ ଭାଷା। ପୃଥିବୀରେ ପ୍ରାୟ 6000ରୁ ଉର୍ଦ୍ଧ୍ୱ ଭାଷା ପ୍ରଚଳିତ ହେଉଥିବାର ଜଣାଯାଏ। ଐତିହାସିକ ଓ ତୁଳନାତ୍ମକ ଭାଷା ବିଜ୍ଞାନ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି ଯେ ବିଶ୍ୱର ଭାଷାସମୂହ ମଧ୍ୟରେ ଅନେକ ଗୋଷ୍ଠୀଗତ ସାଦୃଶ୍ୟ ଓ ସମ୍ପର୍କ ପ୍ରତିଷ୍ଠିତ। ଏହି ସମ୍ପର୍କ ଆଧାରରେ ଓଡ଼ିଆ ଭାଷା ପରିବାର ଧାରଣା ସୃଷ୍ଟି ହୋଇଛି। ଏହି ସୂତ୍ରରେ ବହୁଭାଷୀ ଦେଶ ଭାରତରେ ପ୍ରଚଳିତ ଥିବା ଭାଷାଗୁଡ଼ିକ ମୁଖ୍ୟତଃ 5ଟି ପରିବାରରେ ଅନ୍ତର୍ଭୁକ୍ତ। ତାହେଲେ ଦେଖନ୍ତୁ ଏଠି କ'ଣ 5ଟି ପରିବାରରେ ଅନ୍ତର୍ଭୁକ୍ତ ହୋଇଛି ଭାଷା ପରିବାର ଗୁଡ଼ିକ। ଦେଖିବା କ'ଣ କ'ଣ, ଯଥା ଇଣ୍ଡୋ ୟୁରୋପୀୟ ଭାଷା ପରିବାର କ'ଣ ଅଛି ଦେଖନ୍ତୁ। ଇଣ୍ଡୋ ୟୁରୋପୀୟ ଭାଷା ପରିବାର, ଦ୍ରାବିଡ଼ ଭାଷା ପରିବାର, ଅଷ୍ଟ୍ରୋ ଏସିଆଟିକ୍ ଭାଷା ପରିବାର, ଚୀନ ତିବ୍ବତୀୟ ଭାଷା ପରିବାର ଓ ବର୍ଗୀକୃତ ଭାଷା ପରିବାର। ବିଶ୍ୱର ତଥା ଭାରତର ବୃହତ୍ତମ ଭାଷା ପରିବାରର ନାମ ହେଉଛି ଇଣ୍ଡୋ ୟୁରୋପୀୟ ଭାଷା ପରିବାର। ଏହାର ସପ୍ତମ ଶାଖାର ଓଡ଼ିଆ ସମେତ ବଙ୍ଗାଳୀ, ଆସାମୀ, ହିନ୍ଦୀ, ମରାଠୀ, ଉର୍ଦ୍ଦୁ, ଗୁଜରାଟୀ ଓ ପଞ୍ଜାବୀ ଇତ୍ୟାଦି ଭାଷାର ଉନ୍ମେଷ। ତ ଚାଲନ୍ତୁ ଦେଖିବା କିଛି ସଂକ୍ଷିପ୍ତ ଧର୍ମୀ ପ୍ରଶ୍ନୋତ୍ତର ଗୁଡ଼ିକ। ପ୍ରଥମ ପ୍ରଶ୍ନ ରହିଛି, ଭାରତୀୟ ଆର୍ଯ୍ୟ ଭାଷା ଇଣ୍ଡୋ ୟୁରୋପୀୟ ଭାଷା ପରିବାରର କେଉଁ ଶାଖାର ଅନ୍ତର୍ଗତ? ଅପସନ୍ ରହିଛି କେନ୍ତୁମ୍, ଶତମ୍, କେନ୍ତୁମ୍ ଓ ଶତମ୍ କେଉଁଥିରୁ ନୁହେଁ? ଏହାର ସଠିକ୍ ଉତ୍ତର ହେଉଛି ଶତମ୍ ବର୍ଗରୁ। ପ୍ରଶ୍ନ ନମ୍ବର 2, କେଉଁ ଭାଷା ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ଏକ ଶାଖା? ଅପସନ୍ ରହିଛି ସଂସ୍କୃତ, ପାଲି, ପ୍ରାକୃତ, ଅପଭ୍ରଂଶ। ଏହାର ସଠିକ୍ ଉତ୍ତର ହେଉଛି ବୈଦିକ ସଂସ୍କୃତ ବା ସଂସ୍କୃତ। ପ୍ରଶ୍ନ ନମ୍ବର 3, ଭାରତୀୟ ସମ୍ବିଧାନର 8ମ ପରିଚ୍ଛେଦରେ କେତୋଟି ଭାଷାକୁ ସ୍ୱୀକୃତ ଦିଆଯାଇଛି? ଅପସନ୍ ରହିଛି 20, 21, 22, 18। ଏହାର ସଠିକ୍ ଉତ୍ତର ହେଉଛି 22ଟି। ପ୍ରଶ୍ନ ନମ୍ବର 4, ଏ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ କାହା ଦ୍ୱାରା ରଚିତ? ଅପସନ୍ ରହିଛି ଜନ୍ ବିମ୍ସ, ଜର୍ଜ ଗ୍ରିୟର୍ସନ୍, ସୁନୀତି କୁମାର ଚାଟାର୍ଜୀ, ହରପ୍ରସାଦ ଶାସ୍ତ୍ରୀ। ଏହାର ସଠିକ୍ ଉତ୍ତର ହେଉଛି ଜର୍ଜ ଗ୍ରିୟର୍ସନ୍। ପ୍ରଶ୍ନ ନମ୍ବର 5, ଡକ୍ଟର ୱେଲସରଙ୍କ ମତରେ କେଉଁ ଶବ୍ଦରୁ ପାଲି ଶବ୍ଦ ସୃଷ୍ଟି ହୋଇଛି? ଅପସନ୍ ରହିଛି ପଙ୍କ୍ତି, ପଲ୍ଲୀ, ପଲ୍ଲବୀ, ପାଟଳୀ। ଏହାର ସଠିକ୍ ଉତ୍ତର ହେଉଛି ପାଟଳୀ। ପ୍ରଶ୍ନ ନମ୍ବର 6, କେଉଁଟି ପ୍ରାକୃତ ଭାଷାର ଏକ ଶାଖା ନୁହେଁ? ଅପସନ୍ ରହିଛି ମହାରାଷ୍ଟ୍ରୀ, ମାଗଧୀ, ଗୁଜରାଟୀ, ସୌରସେନୀ। ଏହାର ସଠିକ୍ ଉତ୍ତର ହେଉଛି ଗୁଜରାଟୀ। ପ୍ରଶ୍ନ ନମ୍ବର 7, ଭାରତରେ ପ୍ରଚଳିତ ବୃହତ୍ତମ ଭାଷା ପରିବାରର ନାମ କ'ଣ? ଅପସନ୍ ରହିଛି ଦ୍ରାବିଡ଼ ଭାଷା ପରିବାର, ଅଷ୍ଟ୍ରିକ ଭାଷା ପରିବାର, ଚୀନ ତିବ୍ବତୀୟ ଭାଷା ପରିବାର, ଇଣ୍ଡୋ ୟୁରୋପୀୟ ଭାଷା ପରିବାର। ଏହାର ସଠିକ୍ ଉତ୍ତର ହେଉଛି ଇଣ୍ଡୋ ୟୁରୋପୀୟ ଭାଷା ପରିବାର। ପ୍ରଶ୍ନ ନମ୍ବର 8, ସାନ୍ତାଳୀ ଭାଷା କେଉଁ ପରିବାରର ଅନ୍ତର୍ଗତ? ଅପସନ୍ ରହିଛି ଅଷ୍ଟ୍ରୋ ଏସିଆଟିକ୍, ଇଣ୍ଡୋ ୟୁରୋପୀୟ, ଚୀନ ତିବ୍ବତୀୟ, ଦ୍ରାବିଡ଼। ଏହାର ସଠିକ୍ ଉତ୍ତର ହେଉଛି ଅଷ୍ଟ୍ରୋ ଏସିଆଟିକ୍। ପ୍ରଶ୍ନ ନମ୍ବର 9, କେଉଁଟି ଦ୍ରାବିଡ଼ ଭାଷା ପରିବାରର ଅନ୍ତର୍ଗତ ନୁହେଁ? ଅପସନ୍ ରହିଛି ମରାଠୀ, ତେଲୁଗୁ, ତାମିଲ, କନ୍ନଡ଼। ଏହାର ସଠିକ୍ ଉତ୍ତର ହେଉଛି ମରାଠୀ। ପ୍ରଶ୍ନ ନମ୍ବର 10, କରଣୀ ଲିପି କ'ଣ? ଅପସନ୍ ରହିଛି କରଣୀ ଦ୍ୱାରା ଲିଖିତ ଅକ୍ଷର, ରାଜାଙ୍କ ଦ୍ୱାରା ନିଯୁକ୍ତ କରଣମାନଙ୍କ ଦ୍ୱାରା ଲିଖିତ ଅକ୍ଷର, କଣା ଚିହ୍ନ ଦେଇ ଲେଖାଯାଇଥିବା ଅକ୍ଷର, କରଣ ଜାତିର ଇତିହାସ ଯେଉଁ ଅକ୍ଷରରେ ଲେଖାଯାଇଥାଏ। ଏହାର ସଠିକ୍ ଉତ୍ତର ହେଉଛି ରାଜାଙ୍କ ଦ୍ୱାରା ନିଯୁକ୍ତ କରଣମାନଙ୍କ ଦ୍ୱାରା ଲିଖିତ ଅକ୍ଷର। ପ୍ରଶ୍ନ ନମ୍ବର 11,
ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡ଼ିଆ ଭାଷାର ସ୍ଥାନ କେତେ? ଅପସନ୍ ରହିଛି ପ୍ରଥମ, ପଞ୍ଚମ, ଷଷ୍ଠ, ସପ୍ତମ। ଏହାର ସଠିକ୍ ଉତ୍ତର ହେଉଛି ଷଷ୍ଠ। ପ୍ରଶ୍ନ ନମ୍ବର 12। ହାତୀଗୁମ୍ଫା ଶିଳାଲେଖ କାହାଙ୍କ ଦ୍ୱାରା ରଚିତ? ଅପସନ୍ ରହିଛି ଅଶୋକ, କପିଳେନ୍ଦ୍ର ଦେବ, ଖାରବେଳ, ବଜ୍ରହସ୍ତ ଦେବ। ଏହାର ସଠିକ୍ ଉତ୍ତର ହେଉଛି ଖାରବେଳ। ପ୍ରଶ୍ନ ନମ୍ବର 13। ଏ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ ଗ୍ରନ୍ଥର କେଉଁ ଖଣ୍ଡରେ ଓଡ଼ିଆ ଭାଷା ଉପରେ ଅଧ୍ୟୟନ ସ୍ଥାନିତ? ଅପସନ୍ ରହିଛି ଦ୍ୱିତୀୟ, ଷଷ୍ଠ, ସପ୍ତମ, ପଞ୍ଚମ। ଏହାର ସଠିକ୍ ଉତ୍ତର ହେଉଛି ପଞ୍ଚମ ଖଣ୍ଡ। ପ୍ରଶ୍ନ ନମ୍ବର 14। ସତ୍ୟନାରାୟଣ ରାଜଗୁରୁ କେଉଁ ବହିର ଲେଖକ? ଅପସନ୍ ରହିଛି ଓଡ଼ିଆ ଲିପି ଓ ଭାଷା, ଓଡ଼ିଆ ଲିପିର ଉଦ୍ଭବ ଓ ବିକାଶ, ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ, ଓଡ଼ିଆ ଲିପିର କ୍ରମ ବିକାଶ। ଏହାର ସଠିକ୍ ଉତ୍ତର ହେଉଛି ଓଡ଼ିଆ ଲିପିର କ୍ରମ ବିକାଶ। ଏହାର ସଠିକ୍ ଉତ୍ତର ହେଉଛି ଓଡ଼ିଆ ଲିପିର କ୍ରମ ବିକାଶ। ପ୍ରଶ୍ନ ନମ୍ବର 15। ଓଡ଼ିଶାରେ କେତେ ପ୍ରକାର ଜନଜାତି ବସବାସ କରନ୍ତି? ଅପସନ୍ ରହିଛି 22, 62, 52, 23। ଏହାର ସଠିକ୍ ଉତ୍ତର ହେଉଛି 62। ପ୍ରଶ୍ନ ନମ୍ବର 16। ପାଲି ଭାଷା ବିକାଶର ମୋଟାମୋଟି ସମୟ କେତେ? ଅପସନ୍ ରହିଛି ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟପୂର୍ବ 200, ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 500, ଖ୍ରୀଷ୍ଟପୂର୍ବ 200ରୁ ଖ୍ରୀଷ୍ଟୀୟ 500, ଖ୍ରୀଷ୍ଟପୂର୍ବ 1000ରୁ ଖ୍ରୀଷ୍ଟପୂର୍ବ 500। ଏହାର ସଠିକ୍ ଉତ୍ତର ହେଉଛି ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟପୂର୍ବ 200। ପ୍ରଶ୍ନ ନମ୍ବର 17। ସାନ୍ତାଳୀ ଭାଷା କେଉଁ ଲିପିରେ ଲେଖାଯାଏ? ଅପସନ୍ ରହିଛି ଦେବନାଗରୀ, ବ୍ରାହ୍ମୀ, ଅଲିଚିକି, ଓଡ଼ିଆ। ଏହାର ସଠିକ୍ ଉତ୍ତର ହେଉଛି ଅଲିଚିକି। ପ୍ରଶ୍ନ ନମ୍ବର 18। କେଉଁ ବଂଶର ରାଜତ୍ୱ କାଳରେ ସର୍ବାଧିକ ଅଭିଲେଖ ଖୋଦିତ ହୋଇଥିଲା? ଅପସନ୍ ରହିଛି ଭୋଇ ବଂଶ, କେଶରୀ ବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶ। ଏହାର ସଠିକ୍ ଉତ୍ତର ହେଉଛି ସୂର୍ଯ୍ୟବଂଶ। ପ୍ରଶ୍ନ ନମ୍ବର 19। କେଉଁ ଉପଭାଷାଟି ଆଷ୍ଟ୍ରୋଏସୀୟ ପରିବାରର? ଅପସନ୍ ରହିଛି ଦେଶିଆ, ସମ୍ବଲପୁରୀ, ବ୍ରହ୍ମପୁରୀ, ବାଲେଶ୍ୱରୀ। ଏହାର ସଠିକ୍ ଉତ୍ତର ହେଉଛି ଦେଶିଆ। ପ୍ରଶ୍ନ ନମ୍ବର 20। ସଂସ୍କୃତ ଭାଷାର ଅମୃତ ଶବ୍ଦରୁ ପାଲି କେଉଁ ଶବ୍ଦ ଦେଇ ଓଡ଼ିଆରେ ଅମୀୟ ହୋଇଛି? ଅପସନ୍ ରହିଛି ଅମୀୟ, ଉମାୟ, ଅମୀୟ, ଆମୟ। ଏହାର ସଠିକ୍ ଉତ୍ତର ହେଉଛି ଅମୀୟ।